ଥରେ ଗୋଟେ ଗାଁରେ ଜଣେ ଗରିବ କାଠୁରିଆ ରହୁଥିଲେ ନା ଥିଲା ସୁଦାମ। ସେ ଗରିବ ଥିଲେ ସତ କିନ୍ତୁ ବହୁତ ହିଁ ପରିଶ୍ରମୀ ଥିଲେ। ପ୍ରତ୍ୟେକ ଦିନ ତାଙ୍କ ଗାଁ ପାଖରେ ଥିବା ଜଙ୍ଗଲକୁ ଯାଇକି କାଠ ହାଣିକି ତାକୁ ବିକିକି ଯାହା ବି କିଛି ରୋଜଗାର ହୁଏ ସେଇଥିରେ ହିଁ ସେ ତାଙ୍କ ପରିବାରର ପେଟ ପୋଷନ୍ତି। ତ ଦିନେ କଣ ହେଲା ନା ସେ ଜଙ୍ଗଲରେ କାଠ କାଟୁଥିବା ସମୟରେ ସେ ପାଖରେ ଗୋଟେ ନଦୀ ଥିଲା। ସେ ନଦୀରେ ୟାଙ୍କ କୁରାଢିଟି କଣ ହେଲା ଖସି ପଡିଲା। ତାପରେ ଯେମିତି ହଉ ସେ ନଦୀରୁ ଯାଇକି ସେ କୁରାଢିକୁ ଖୋଲି ଆଣିଥାନ୍ତେ କିନ୍ତୁ ସେ ନଦୀଟି ବହୁତ ହିଁ ଗଭୀର ଥିଲା। ଏଥିରେ ଜୀବନ ଯିବାର ବି ବହୁତ ସାରା ଚାନ୍ସେସ୍ ଥିଲା। ପୁଣି ତାପରେ ସେ କୁରାଢି ମିଳିବ କି ନାହିଁ ତାକୁ ବି ଠିକ ନାହିଁ। ତ ଏଇ ସବୁ କଥାକୁ ଭାବି ଭାବି ଚିନ୍ତା କରି ସୁଦାମ ସେ ନଦୀ କୂଳରେ ବସି ପଡିକି ମନ କଷ୍ଟ କଲେ। ଠିକ ସେତିକି ବେଳେ ସେ ନଦୀରୁ ଜଣେ ଦେବୀ ପ୍ରକଟ ହେଲେ ଏବଂ କହିଲେ କଣ ହେଇଛି ତୁମର, କଣ ପାଇଁ ତୁମେ ଏମିତି କାନ୍ଦୁଛ। ତ ଇଏ ତାଙ୍କ ଦୁଃଖ କହିଲେ। ସେଠୁ ଦେବୀ ଗୋଟେ ସୁନାର କୁରାଢିକୁ ଦେଖେଇକି କହିଲେ କି ଏଇଟା ତୁମର କି। ସୁଦାମ କହିଲେ ନା ଆଜ୍ଞା ସେଟା ମୋର ନୁହଁ। ପୁଣି ରୂପାର ଗୋଟେ କୁରାଢି ଦେଖେଇଲେ ଏଇଟା ତୁମର କି। ପୁଣି ସୁଦାମ କହିଲେ କି ନା ଆଜ୍ଞା ସେଟା ବି ମୋର ନୁହଁ। କିନ୍ତୁ ଯେତେବେଳେ ଶେଷରେ ସେଇ ଦେବୀ ସୁଦାମର ଅରିଜିନାଲ କୁରାଢି ମାନେ କି ଲୁହାରେ ତିଆରି ହେଇଥିବା କୁରାଢିକୁ ଆଣିକି ଦେଖେଇଲେ ତ ସୁଦାମ କହିଲେ ହଁ ହଁ ସେଇଟା ମୋ କୁରାଢି, ମତେ ଦେଇ ଦିଅନ୍ତୁ। ସେଇଠୁ ସେ ଦେବୀ ସୁଦାମର ସତ୍ ଗୁଣକୁ ଦେଖିକି ବହୁତ ହିଁ ଖୁସି ହେଲେ ଏବଂ କହିଲେ କି ମୁଁ ଏଇ ତିନିଟି ଯାକ କୁରାଢିକୁ ତୁମକୁ ଉପହାର ରୂପରେ ଦେଇ ଦଉଛି। ତ ଯୋଉମାନେ ଭାବୁଛନ୍ତି କି ମିଛ କହିକି କିଛି ଗୋଟେ ହାସଲ କରିଦେବେ ବୋଲି ତାହେଲେ ଜାଣି ରଖନ୍ତୁ କି ସେମାନେ କିଛି ଗୋଟେ ବଡ ପାଇବାରୁ ବଞ୍ଚିତ ହେଇଯାଉଛନ୍ତି। ବାକି ଏଇ କାହାଣୀଟିକୁ ଆପଣମାନଙ୍କ ମଧ୍ୟରୁ କୋଉମାନେ ଆଗରୁ ଶୁଣିଥିଲେ କମେଣ୍ଟ କରିକି ଜଣାନ୍ତୁ।